ଆମ ଟ୍ରେନ ଥିଲା କୋଲକାତା ଷ୍ଟେସନ ରୁ। ଆମେ ସେଥିପାଇଁ ସକାଳୁ ମାମା ଆଉ ମୁଁ ଆସିକି ପହଞ୍ଚି ଯାଇଛୁ ଷ୍ଟେସନ ସାମ୍ନାରେ। ମତେ ତ ବହୁତ ଭୋକ, ସେଥିପାଇଁ ଆଗେ କାଢିକି ମୁଁ ମୋର କେକ୍ ଟା ଖାଇବା ପାଇଁ ଲାଗି ପଡିଛି। ଆଉ ମାମା କହିଲେ ଚାଲ ଏବେ ଷ୍ଟେସନ ଭିତରକୁ ଯିବା, ସେଥିପାଇଁ ଟଲି ଠେଲିକି ମୁଁ ଚାଲି ଯାଉଛି ଷ୍ଟେସନ ଭିତର ଆଡକୁ। ସେଇ ଭିତରେ ଟ୍ରେନ ମଧ୍ୟ ଆନାଉନ୍ସ କରିଦେଇଥିଲେ କୋଉ ପ୍ଲାଟଫର୍ମ ରେ ଲାଗିବ ବୋଲି। ଆଉ ମାମା ଜଲ୍ଦି ଜଲ୍ଦି ମତେ ଟାଣି ଟାଣି ନେଇକି ପ୍ଲାଟଫର୍ମ ପାଖରେ ପହଞ୍ଚି ଯାଇଛନ୍ତି। ଆଉ ଏପଟେ ଦେଖନ୍ତୁ ଆମର ଟ୍ରେନ ମଧ୍ୟ ପଶି ଯାଇଛି। ଆଉ ଟ୍ରେନ ସାମ୍ନାରେ କେତେ ଭିଡ ହେଇଯାଇଛି, ସେଥିପାଇଁ ଆମେ ମାମା ମୋ ସାଇଡ ରେ ଠିଆ ହେଇଥିଲୁ। ତାପରେ ଟ୍ରେନ କୁ ନମ କରିକି ଆମେ ଟ୍ରେନ ଉପରେ ଚଢି ଯାଇଛୁ। ଆଉ ଏବେ ହେଇଯାଇଥିଲା ଦ୍ୱିପହର, ମାମା ଏଗୁଡା ସବୁ ଘରୁ ଖାଇବା ବନେଇକି ଆଣିଥିଲେ, ମତେ ଏବେ ଖୋଇ ଦଉଛନ୍ତି। ଖାଇସାରିଲା ବେଳକୁ ତ ମୋର ନିଦ ଆସିଯାଇଥିଲା, ମୁଁ ସେଥିପାଇଁ ଶୋଇ ପଡିଛି। ଏବେ ଶୋଇ ଉଠିକି ମୁହଁକୁ ଫୁଲେଇକି ବସିଥିଲି, ଆଉ ମତେ ଶୀତ ମଧ୍ୟ ଲାଗୁଥିଲା। ସେଥିପାଇଁ ଏଇ ଯୋଉ ଚାଦରଟା ଦେଇଥିଲେ ଟ୍ରେନରେ ସେଇଟା ମୁଁ ଘୁଡିକି ବସିଥିଲି। ତାପରେ ପୁଣି ଏଇ କେକ୍ ବାହାର କରିକି ଖାଇବା ପାଇଁ ଲାଗି ପଡିଛି। ସେଇ ଭିତରେ ହଠାତ୍ କି ଗୋଟେ ଟର୍ନଲ ଆସିଲା, ପୁରା ଅନ୍ଧାର ହେଇଯାଇଥିଲା। ମୁଁ ତ ଦେଖିକି ଡରି ଯାଇଥିଲି। ତାପରେ ଏଇ ଦେଖନ୍ତୁ ମୁଁ ଗଳିକି ଦେଖୁଛି କେତେ ସୁନ୍ଦର ଟର୍ନଲ ରୁ ବାହାରିଲା, ପୁରା ଆଲୋ ହେଇଗଲା। ଆଉ ଏବେ ମୁଁ ମୋର ଖେଳିବା ପାଇଁ ଲାଗି ପଡିଛି। ବସି ବସିକା ବହୁତ ହି ବୋର ଲାଗୁଥିଲା, ସେଥିପାଇଁ ମୁଁ ଏଠି ଖେଳୁଛି। ଆଉ ମାମା ତାଙ୍କର ବସିକି ମୋର ଭିଡିଓ ବନଉଛନ୍ତି।